ଯେତେବେଳେ ତାଙ୍କର ଦେହ ଖରାପ ହେଲା ସେତେବେଳେ ଦିଲ୍ଲୀପ ରାୟ ହିଁ ତାଙ୍କର ସମସ୍ତ ଚିକିତ୍ସା କରୁଥିଲେ। ବିଜୁ ବାବୁଙ୍କର ସ୍ୱର୍ଗଦ୍ୱାରରେ ଯେତେବେଳେ ତାଙ୍କର କରାଗଲା ସେତେବେଳେ ମୁଁ ଉପସ୍ଥିତ ଥିଲି, ଯେତେବେଳେ MLA ଥିଲି ମୁଁ ନିଜେ ଉପସ୍ଥିତ ଥିଲି। ମୁଁ ସେଇ ପର୍ଯ୍ୟନ୍ତ କଥା କହିପାରିବି। ସେଠି ଗୋଟିଏ ବିଶୃଙ୍ଖଳା ଉପୁଜିଥିଲା କ'ଣ ନା ଆମର ନେତାମାନେ ଯେଉଁମାନେ ଥିଲେ ସେତେବେଳେ ବିଜୁ ଜନତା ଦଳ ନେତା ଏମାନେ ଚାହିଁଥିଲେ ଯେ ତାଙ୍କର ଅସ୍ଥି ଆଣିବେ ଏବଂ ତାଙ୍କର ଯେଉଁ ଚିତାଭସ୍ମକୁ ନେଇ ପକେଇବେ ବିଭିନ୍ନ ଏଥିରେ ମହୋଦଧିରେ ପକେଇବେ ଏବଂ ବିଭିନ୍ନ ପବିତ୍ର ସ୍ଥାନରେ ଓଡ଼ିଶାର ବିଭିନ୍ନ ପବିତ୍ର ସ୍ଥାନରେ ପକେଇବେ। ସେଇଟାକୁ ତାଙ୍କର ପିଲାମାନେ ମାନେ ବିଜୁବାବୁଙ୍କ ପିଲାମାନେ ବିଶେଷ ଭାବରେ ପ୍ରେମ ପଟ୍ଟନାୟକ ତାକୁ ବିରୋଧ କରିଥିଲେ। ଅନ୍ୟମାନଙ୍କ କଥା ଉଠୁନଥିଲା, ପ୍ରେମ ପଟ୍ଟନାୟକ କାରଣ ବଡ଼ ପୁଅ ଥିଲା ବୋଲିକି ସେ ତାକୁ କ'ଣ ବିରୋଧ କଲେ। କୋଉଠି? ସ୍ୱର୍ଗଦ୍ୱାରରେ। ମୁଁ ସେଇ ପର୍ଯ୍ୟନ୍ତ କହିପାରିବି। ତାପରେ କୁହାଯାଏ ଯେ ସେଟା ଦାମବାବୁ ମୋତେ କହିଥିବା ମୁଁ ଶୁଣିଛି, ମୁଁ କିନ୍ତୁ ନିଜେ ଦେଖି ନାହିଁ ଜାଣିନାହିଁ। ସେ ନେଇକିରି ଅସ୍ଥିକି ବିସର୍ଜନ କଲେ। ଏ ଅସ୍ଥି ତ ନୁହେଁ, ଏ ଯେଉଁ ଚିତାଭସ୍ମ ନେଇକିରି ପାରାଦୀପରେ ଯେହେତୁ ସେ କରିଥିଲେ ପାରାଦୀପରେ କ'ଣ ବିସର୍ଜନ କରିଥିଲେ, ଏଥିରେ ସମୁଦ୍ରରେ ପକେଇଥିଲେ, ଏଇଟା ସେ କହିଥିଲେ। ଏବେ ଯାହା ଶୁଣୁଛି ଯେ ବିଜୁ ନେଇକି ଅସ୍ଥି ରଖିଥିଲେ ଚିତାଭସ୍ମ ଅସ୍ଥି ରଖିଥାଇ ପାରନ୍ତି। ମୁଁ ସେ ବିଷୟରେ ଆଦୌ ଜାଣିନାହିଁ। ମୁଁ କୌଣସି ସମୟରେ ଶୁଣି ନଥିଲି ବା ଜାଣିନାହିଁ। ମୁଁ ସେ ବିଷୟରେ କହିପାରିବିନି। ଯେହେତୁ ସିଏ କହୁଛନ୍ତି ଏବଂ ସେତେବେଳର ସେ ହେଉଛନ୍ତି ଜଣେ ପ୍ରମୁଖ ନେତା, ତେଣୁ ସେଇଟା ଗୋଟାଏ ପାର୍ଟ ହେଇପାରେ, ସତ୍ୟ ହେଇପାରେ। କିନ୍ତୁ ଗୋଟିଏ କଥା ମୁଁ ସେ କହିଲା ବେଳେ ମୁଁ ଶୁଣିଛି, ମୁଁ ତାକୁ ଜମା ମୋ ଜୀବନରେ ବିଶ୍ୱାସ କରେ ନାହିଁ। ମୁଁ ଭୂତ ପ୍ରେତରେ ବିଶ୍ୱାସ କରେ ନାହିଁ। ତାଙ୍କ ଅସ୍ଥି ଉତ୍ପାତ କଲା, ତାଙ୍କ ଘରେ ଅସ୍ଥି ଯେଉଁ ରଖିଥିଲେ ସେ ଅସ୍ଥି ଉତ୍ପାତ କଲା। ଆଉ ସେ ଯେଉଁ ତମ୍ବା ପାତ୍ର ଯେଉଁ ଦଉଥିଲେ ସେ ପାଣିରେ ବୁଡ଼ିଲା କି ନ ବୁଡ଼ିଲା ସେ ଦେଖିଥିବେ, ମାନେ କ'ଣ ପାଇଁ। ଆଉ କିନ୍ତୁ ଅସ୍ଥି ଉତ୍ପାତ କରିବ ବା କାରଣ ମୁଁ ବିଶ୍ୱାସ କରେ ଯେ ଆକ୍ଚୁଆଲି ଶଙ୍କରଙ୍କର ସେଇ ଭାଷାରେ ଯାହାର ମୃତ୍ୟୁ ହେଲା, ଯାହାର ଭସ୍ମୀଭୂତ ଶରୀର ଆଉ କୌଣସି ଭାବରେ ଆସିପାରେ ନାହିଁ, ସାମ୍ନାକୁ ଆସେ ନାହିଁ। ଏଇଟା ହେଉଛି ଭସ୍ମୀଭୂତ ଶରୀରର ଆଉ ଆସିବାର ନଥାଏ। ଏଠୁ ସିଏ କହୁଛନ୍ତି ଯେ ସେ ଉତ୍ପାତ କଲା। ମୁଁ ସେ କଥାଟାକୁ କେବେ ତାଙ୍କଠାରୁ ଅତୀତରେ ଶୁଣି ନାହିଁ, କାରଣ ତାଙ୍କ ସାଙ୍ଗରେ ମୋର ବ୍ୟକ୍ତିଗତ ବନ୍ଧୁତା ସମ୍ପର୍କ ରହିଛି। ଆଉ ଏବେ ଶୁଣିଲା ପରେ ମୁଁ ବିଶ୍ୱାସ ତାକୁ କରେ ନାହିଁ। ଏଣୁ ସେ କଥାଟିକୁ ମୁଁ ଆଦୌ ବିଶ୍ୱାସ କରିପାରୁନାହିଁ। ମୁଁ ଭାବୁଛି ଯେ ଏ କଥାଟାକୁ ନ କହିଥିଲେ ହୁଏତ ତାଙ୍କର ସମସ୍ତ କଥାର ଗୁରୁତ୍ୱ ଆହୁରି ବଢିଥାନ୍ତା। ନବୀନ ବାବୁ ଆଉ ପ୍ରେମ ପଟ୍ଟନାୟକ ସେତେବେଳେ ଥିଲେ, କହୁଛନ୍ତି ସେଇଠି ଗୋଟେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା କୋଉଠି ସ୍ୱର୍ଗଦ୍ୱାର ପାଖରେ। କିନ୍ତୁ ତା ପରବର୍ତ୍ତୀ ସମୟରେ ଏଇ ଅସ୍ଥି କେମିତି ବାପାଙ୍କର ଯଦି ରହିଲା ବିଜୟ ମହାପାତ୍ରଙ୍କ ଘରେ କେମିତି ବିସର୍ଜନ ହବ ବା ତା କଥା କେମିତି ତାକୁ ସତ୍କାର କରାଯିବ, ତାହା ସେ ବିଷୟରେ ତାଙ୍କ ଦାୟିତ୍ୱ ନୁହଁ। ଜଣେ ଯେତେବେଳେ ରାଜନୈତିକ ନାଇଁ, ଅସ୍ଥି ବିସର୍ଜନ ସେମାନେ ଉପରେ ପ୍ରଥମ କଥା ହେଲା ବିଜୁବାବୁଙ୍କ ପରିବାର ବ୍ରାହ୍ମ ପରିବାର, ଏକଥା ସମସ୍ତେ ଜାଣିବା ଉଚିତ। ତାଙ୍କର ଧର୍ମାନ୍ତକରଣ ମାନେ କରିଥିଲେ। ତାଙ୍କର ପରିବାର ଭିତରୁ ଜଣେ ଖ୍ରୀଷ୍ଟିଆନ ଥିଲେ ଏବଂ ଲେଖକ ରାଜକିଶୋର ପଟ୍ଟନାୟକ ଯିଏ ସେ ଏବଂ ଶୈଳବାଳା ପଟ୍ଟନାୟକ ଯିଏ ସେମାନେ ଥିଲେ ହିନ୍ଦୁ ଏବଂ ଆଙ୍କ ବାପା ଥିଲେ ବ୍ରାହ୍ମ। ବିଜୁବାବୁଙ୍କ ବାପା ଥିଲେ ବ୍ରାହ୍ମ। ଏଣୁ ବ୍ରାହ୍ମ ସମାଜରେ ଅସ୍ଥି ବିସର୍ଜନ ପ୍ରକ୍ରିୟାର ଅଛି କି ନାହିଁ ମୁଁ କହିପାରିବି ନାହିଁ, ମୁଁ ତାକୁ ଜାଣିନାହିଁ। ଆମ ସମାଜରେ ଅଛି, ହିନ୍ଦୁ ସମାଜରେ। କିନ୍ତୁ ସେମାନେ କେହି ଦାବି କରିକି ନେଇଥିବେ ବା ବିସର୍ଜନ କରିଥିବେ, ମୁଁ ଜାଣିପାରୁନି କାହିଁକି ନା ସେ ସମୟରେ ସେ କେବଳ ସେଇ ଯେଉଁ ଆକୁ ନେଇକିରି ଆସକୁ ନେଇକିରି ଯେଉଁ ହଁ ସେଥିପାଇଁ ସବୁ କଳସୀ ଯାଇଥିଲା, ଏସବୁ କଳସୀ ମଧ୍ୟ ଫେରେଇ ଆଣିଲେ। ଜଣେ ସବୁ ନେଇଥିଲେ ଆଣିବେ ବୋଲିକିରି ଏସବୁ ହଁ ତାଙ୍କର ବାହାଘରୁ ଫେରେଇ ଆଣିଥିଲେ। ଆଉ ଗୋଟେ ନାଇଁ, ପ୍ରେମ ପଟ୍ଟନାୟକ ତ ବଡ଼ ଭାଇ ହିସାବରେ ପ୍ରେମ ପଟ୍ଟନାୟକ ତ ମୁରବୀ ତାଙ୍କର, ଆଉ କ'ଣ ସେ ବାଧା ଦେଇଥିଲେ। ପ୍ରେମ ପଟ୍ଟନାୟକ ଥିଲେ, ନବୀନ ପଟ୍ଟନାୟକ ମଧ୍ୟ ଥିଲେ ସାଙ୍ଗରେ, ଗୀତା ପଟ୍ଟନାୟକ ବି ଥିଲେ।
ଆଉ गोटे कथा से कहते सेटा मु जानी जेतोले तांकर देह खराब हैला सेतोले दिलीप राय ही तांकर समस्त चिकित्सा करथले तांको घरे रखिथिले सेठी जो करथिले एनो काहे कि ना वास्तविक बिजू बाबू गला बेले एठिके दिल्ली जो दिन गले मोर गोटे परम सौभाग्य थिला मु तांको खाइबा को डाकिथेली घर को डाकिथेली किंतु तांकर फ्लाइट टाइम थिला 12टा केतेरे सेटा डेरी हे गला माने से रहिले कारण रोषे हो से मते बारंबार विधानसभा थांती विधानसभा चलु थाए विधानसभा मते फोन करती ए जो मते बारंबार फोन जे मु जीवी भारी कौन है खाया पठे दे बाध्य होकर आसी देखला बेलू खाଇବା सब जहाँ जहाँ सरीला टिफिन कैरियर घर को पठेली से जाई नथले डेरी होता एवं से खाइले पूरा एलसी माछ मोर घर से दिन बहुत लोक एमएलए मान कारण से कड़ होता है मु इलेक्शन केस रे जीति थाए मत से लबी भितर कहले तार दिन पूर्व कौन तू जीतिलु पूरा केस रे मु कहले आज्ञा खाइबा देलुनी मु कहले आज्ञा देवी खाइबा को आरेंजमेंट होता सब लोक मान डाकी मु जानी नहीं आभ्यंतरण व्यवस्था कौन भितर व्यक्तिगत भाव में परिवार कथा कौन आंतु मोर जो बही लिखुची नवीन पट्टनायक उपरे सरला मु जहाँ लक्ष्य कर लिखुची लक्ष्यटी कौन कर बिजू बाबूंकर प्रथम सोपान रे मु बिजू बाबू को जे नवीन पट्टनायक विशेष भाव में आदर बा ये करी सामना को आने को चाहू नथिले यार अनेक प्रमाण मु पाई नवीन बाबू जमा बिजू बाबू को सामना को आने को चाहू नथिले माने सेटा मु प्रमाण पाई से लिखुची कौटी कौटी कौ कौ क्षेत्र में किपर प्रमाण पाइली एणु ताको लिखुची से व्यक्तिगत भाव में कौन कौन ता पछर उद्देश्य थिला भल पाउन कहीं पाउन कौन पे पाउन किंतु या भी लिखी जे बिजू बाबूंकर दी पुओ आ गोटे झील नवीन पट्टनायक प्रेम पट्टनायक गीता पट्टनायक थी तांकर से जो घर तैयारी कले एरोड्रोम रे तार ना नवीन निवास कहीं देले अर्थ से जदि से पिला को भल न पाउतले एक मु इलेक्शन बेले भाषण रे कहतली हाँ से कथा बिजू बाबू ना देथिले नवीन निवास एवं एक कथा तो समस्त देखुचे आम आज भी देखुचे किंतु बिजू बाबू नवीन बाबू को मु परिवार सहित एत संपर्क नी जमी विजय बाबू परिवार सहित संपर्क थिला दाम बाबूंकर परिवार सहित संपर्क थिला नलिनी महांती परिवार सहित संपर्क थिला मु परिवार सहित जमा आदौ संपर्क नथिला केवल बिजू बाबू को छाड़िले मु घर में क्या चिन्ह नथिली जान नथिली केवल थरे अधे घर को से औरंगजेब गढ़ को थिले मु जेतले 78 मसीह पूर्व थी एमएलए थी से घर को जाइए ना मोर परिवार सहित एत संपर्क ना मोटामोटी अस्थि विसर्जन कथा नहीं बोध विश्वास करुले कि न करुले जहाँ कहले ब्रह्म समाज जेहेतु से नहीं नहीं मुझे पार्ट को तो विश्वास करे नहीं पिला बेलू विश्वास करे नहीं मोर भूत प्रेत बा सब आत्मा माने आत्मा अच्छे आत्मा संपर्क आत्मा आमर किंतु जड़े श्मशान को गला परे आमर दाह हैला परे सी जे आउ थे तार कौन कथा कहबो बा तार गोटे प्रक्रिया अच्छी से आदौ विश्वास करे नहीं बिजू बाबू पर वितर्क चाहूनी बीजेडी बिजू से वितर्क कौन बाबू सिंह को उठेला बाबू सिंह ये कथा सब कहते इसी पार्ट टिकट नहीं गया कथा बाबू सिंह कथा वार्ता पार्ट टिके खाली बाबू सिंह कथा ना टिके बाबू सिंह ये कथा कहले विजय महापात्र मानिले माने बाबू सिंह जहाँ जहाँ कहले विजय महापात्र मानिले सर बाबू सिंह गतकाली ये प्रसंग उठेइथिले विधानसभा रे एवं जहाँ जहाँ से कहते विजय महापात्र ताकू ही सत बोली कहले
ଏ ଘଟଣା ଘଟିଛି ଅସ୍ଥି ମୁଁ ନେଇଥିଲି ବାବୁ ସିଂ ଯଦି ବିଧାନସଭାରେ ଉଠେଇଥାନ୍ତି ମୁଁ ତ ଭାବୁଛି ବାବୁ ସିଂ ଆ ଭିତରେ ବହୁତ ଅନେକ କଥା କହିଛନ୍ତି। ସେ ଗୋଟେ ସମୟରେ ବିଜେଡିରେ ଥିଲେ, 18 ଇଏର ବାବୁ ସିଂ ଥିଲେ, କିନ୍ତୁ ବାବୁ ସିଂ ଏତେ ସବୁ କଥା ଜାଣିଥିଲେ ବା କହିଥିଲା। ମୁଁ ତ ଥିଲି ସେତେବେଳେ, ମୁଁ ଜାଣିନଥିଲି। ବାବୁ ସିଂ ଅନେକ କଥା ମନଗଢ଼ା କଥା ସବୁ କହୁଛନ୍ତି ବିଧାନସଭାରେ, ଏ ଯୋଉ ବାହାରେ ମୁଁ ସବୁ ଶୁଣୁଛି। ମୁଁ ଭାରି ତାଙ୍କୁ ଶ୍ରଦ୍ଧା କରେ। ମୁଁ ଆଶା କରିବି ଏଥିରେ ବିଶେଷ କିଛି ଲାଭ ହୁଏନି। ଅନେକ ମନଗଢ଼ା କଥା କାହାଣୀ କହିଲେ ସେଟା କିଛି ଦିନ ପରେ ଲୋକଙ୍କ ଆଖିରେ ସେଟା ଦୁର୍ବଳ ହେଇଯାଏ ନିଜ ସମସ୍ତ ବକ୍ତବ୍ୟ। ସିଏ ତ ଯାହା କହିଲେ ବିଜୟ ମହାପାତ୍ର ତା ତ ସତ ବୋଲି କହିଲେ। ହେଇଥିବ, ମୁଁ ତ ଜମା ଜାଣିନାହିଁ, ମୁଁ କେମିତି କହିବି ସତ ବୋଲି। ତାଙ୍କ ଘରେ ଥିଲା କଳସ ଭିତରେ ଯୋଉ ଅସ୍ଥି ସେ ଆଣି ରଖିଥିଲେ ସବୁ କଥା କହିଲି ପରା, ମୁଁ ଜମା ଜାଣିନାହିଁ। କଳସ ଭିତରେ ଇଏ ଆଣିବା କାହିଁକି କଳି ହେଇଥିଲା, କୋଉଟା ସେ ଯୋଉ ନାଇଁ ଯୋଉ ଆମର ଯୋଉ ଭସ୍ମ ଆଣିବାର କଥା ଉଠିଥିଲା ଯେ ତାକୁ ଆମେ ପକେଇବୁ ଚାରିଆଡେ ଓଡ଼ିଶାର ବିଭିନ୍ନ ନଦୀରେ, ଏଥିରେ ସବୁ ପକେଇବୁ, ନଦ ନଦୀରେ ପକେଇବୁ ପବିତ୍ର ସ୍ଥାନରେ। କିନ୍ତୁ ସେଇଟାକୁ ପ୍ରେମ ପଟ୍ଟନାୟକ ବିରୋଧ କରିବାରୁ ଏମାନେ ସବୁ ଫେରିକି ଆସିଥିଲେ। ନେଇଥିଲେ କଳସ ଫଳସ ଯାଇଥିଲା, ସେ ସବୁ ଫେରିକି ଆସିଥିଲା। ସେ ଆଉ କିନ୍ତୁ ଅସ୍ଥି ତ ଗୋଟେ ଦିନ ପରେ ଅଣାଯାଏ। ଯଦି ଯାଇକିରି ବିଜୟ ଆଣିଥିବେ ରଖିଥିବେ, ସେ ବିଷୟରେ ମୋର ଜମା ଆଦୌ ଜ୍ଞାନ ନାହିଁ। ମୁଁ ଜମା ଜାଣିବି ନାହିଁ। ଆଉ ସେଇଟା ଯଦି ଜାଣିଥିବ, ଇଏ ଜାଣିଥିବ, କୋଉ ସୂତ୍ରରୁ ଜାଣିଥିବ, କଣ ଜାଣିଥିବ, ମୁଁ କହିପାରିବି।